ଦେଖନ୍ତୁ ମୁଁ ଆଜି ସରରୁ କେମିତି ଘିଅ ତିଆରି କରିବେ ସହଜ ଉପାୟରେ ସେଇଟା ମୁଁ ବତାଉଛି। ଫାଷ୍ଟ ଯେଉଁଦିନ ଆପଣ ସରରୁ ଘିଅ ତିଆରି କରିବେ ସେଦିନ ଗୋଟେ ଆଇସ୍ରେ ଆଇସ୍ ଯେଉଁ ଅଛି ଆପଣଙ୍କର ସେଥିରେ ପାଣି ରଖିଦେବେ ବଡ଼ ପାତ୍ରରେ। ସେ ପାଣି ବହୁତ ଦରକାର ହେବ। ଦେଖନ୍ତୁ ଏବେ ମୁଁ ଗ୍ରାଇଣ୍ଡ କଲି ଯେଉଁ ସେଥିରେ ମୁଁ ଫ୍ରିଜ୍ ପାଣି ଦେଲି, ଏବେ ବି ଗୋଳେଇଲି ଯେତେବେଳେ ଏଥିରେ ବି ଫ୍ରିଜ୍ ପାଣି ଦେଲି। ପୁରା ଏମିତି ଭଲସେ ଧୋଇକି ତାକୁ ଚିପୁଡ଼ିକି ଏମିତି ରଖିଦେବେ। ଦୁଇଥର ତାକୁ ଏମିତି ଧୋଇଦେବେ। ଦୁଇଥର ଧୋଇଦେଲେ ଭଲସେ ଆପଣଙ୍କର ଲହୁଣୀ ସବୁ ବାହାରି ଆସିବ। ସେ ଲହୁଣୀରୁ ଆପଣଙ୍କର ଘିଅ ସବୁ ବାହାରି ଆସିବ ଭଲସେ। ଯେତେବେଳେ ଗ୍ୟାସ୍ରେ ଚଢ଼େଇବେ ସେଥିରେ ସବୁ ବାହାରିଯିବ। ଏବେ ଦେଖନ୍ତୁ ଦୁଇଥର ଧୋଇ ସାରିକି ଏମିତି ମୁଁ ଚିପୁଡ଼ିକି ଭଲସେ ହାତରେ ଗୋଲ ଗୋଲ କରିକି ସେ ରଖିଦେଲି ପାତ୍ରରେ। ଏବେ ସେ ପାତ୍ରରେ ମୁଁ ଗ୍ୟାସ୍ରେ ବସେଇଦେଲି। ଫାଷ୍ଟ ଏମିତି ବସେଇଲେ ଦେଖନ୍ତୁ କେମିତି ମେଲ୍ଟ ହେଉଛି ମୋ ଘିଅ। ଏମିତି ଏବେ ଫୁଟିବାକୁ ଲାଗିଲାଣି, ଅଳ୍ପ ଅଳ୍ପ ଘିଅ ବି ବାହାରି ଆସିଲାଣି। ସ୍ଲୋ ଫ୍ଲେମ୍ରେ ମୁଁ ବସେଇଦେଲି। ଏବେ ମଝିରେ ମଝିରେ ଏମିତି ଗୋଳେଇ ଦେଉଥିବେ। ନ ଗୋଳେଇଲେ କ'ଣ ପାଇଁ ନା ତଳେ ଲାଗିଯିବ ଘିଅଟା। ଘିଅଟା ଲାଗିଗଲେ ସବୁ ପୋଡ଼ା ପୋଡ଼ା ଗନ୍ଧ ଆସିଯିବ। ଏମିତି ଏବେ ହେଇସାରିଲାଣି ଆମର ଘିଅ। ଏବେ ଆପଣ ଛାଣିକି ତାକୁ ଏମିତି ରଖିଦେବେ। ଦେଖନ୍ତୁ ଏବେ କେମିତି ଆମର ପୁରା ପିଓର ଗୁଆ ଘିଅ ରେଡ଼ି ହେଇସାରିଲାଣି। ସେଥିରେ ଆମେ ଭାତରେ ଖାଇପାରିବେ, ସବୁ ଜିନିଷରେ ବି ଖାଇ